ସାରଳା ଦାସଙ୍କ ମହାଭାରତର ସବୁଠାରୁ ଚମତ୍କାର ଓ ରହସ୍ୟମୟ କଳ୍ପନା ହେଉଛି ନବଗୁଞ୍ଜର। ଏହି ବିଚିତ୍ର ରୂପ କେବଳ ଓଡ଼ିଆ ମହାଭାରତରେ ହିଁ ଦେଖିବାକୁ ମିଳେ, ଯାହା ସାରଳା ଦାସଙ୍କ ଅପୂର୍ବ ସୃଜନଶୀଳତାର ପ୍ରମାଣ। ନବଗୁଞ୍ଜର ଏକ ଏପରି ଜୀବ ଯାହା 9ଟି ପ୍ରାଣୀଙ୍କ ଅଙ୍ଗ ପ୍ରତ୍ୟଙ୍ଗକୁ ନେଇ ଗଠିତ। ଭଗବାନ ଶ୍ରୀକୃଷ୍ଣ ଅର୍ଜୁନକୁ ପରୀକ୍ଷା କରିବା ପାଇଁ ଏହି ରୂପ ଧାରଣ କରିଥିଲେ। ସେହି 9ଟି ଅଙ୍ଗ ହେଉଛି ମୁଣ୍ଡ କୁକୁଡ଼ାର, ବେକ ମୟୂରର, ପିଠି ଷଣ୍ଢର, ଅଣ୍ଟା ସିଂହର, ଲାଞ୍ଜ ସର୍ପର, 3ଟି ଗୋଡ଼ ହାତୀ, ବାଘ ଓ ଘୋଡ଼ାର, ହାତ ମଣିଷର, ଯାହା ଏକ ପଦ୍ମଫୁଲ ଧରିଥାଏ। ମହାଭାରତ ଯୁଦ୍ଧ ପୂର୍ବରୁ ଅର୍ଜୁନ ଯେତେବେଳେ ମଣିଭଦ୍ର ପର୍ବତରେ ତପସ୍ୟା କରୁଥିଲେ, ସେହି ସମୟରେ ଭଗବାନ ଶ୍ରୀକୃଷ୍ଣ ତାଙ୍କ ପାଖକୁ ଏହି ଅଦ୍ଭୁତ ନବଗୁଞ୍ଜର ରୂପରେ ଆସିଲେ। ଏଭଳି ଏକ ବିକଟାଳ ଓ ଅଜବ ଜୀବକୁ ଦେଖି ଅର୍ଜୁନ ପ୍ରଥମେ ଭୟଭୀତ ହୋଇଗଲେ ଏବଂ ନିଜର ଗାଣ୍ଡୀବ ଧନୁ ଉଠାଇ ତାକୁ ବିନ୍ଧିବାକୁ ପ୍ରସ୍ତୁତ ହେଲେ। ଧନୁ ଉଠାଇବା ପରେ ଅର୍ଜୁନ ହଠାତ୍ ସେହି ଜୀବର ହାତକୁ ଲକ୍ଷ୍ୟ କଲେ। ସେ ଦେଖିଲେ ଯେ ସେହି ବିଚିତ୍ର ପ୍ରାଣୀଟି ନିଜର ମଣିଷ ହାତରେ ଏକ ପଦ୍ମଫୁଲ ଧରିଛି। ଅର୍ଜୁନ ଅନୁଭବ କଲେ ଯେ ଏହି ବିଶ୍ୱବ୍ରହ୍ମାଣ୍ଡରେ ଏପରି କୌଣସି ଜୀବ ସମ୍ଭବ ନୁହେଁ। ଏହା ନିଶ୍ଚିତ ଭାବେ ଭଗବାନଙ୍କର ଏକ ମାୟା ରୂପ। ସେ ତୁରନ୍ତ ଧନୁ ରଖିଦେଲେ ଏବଂ ନବଗୁଞ୍ଜରଙ୍କ ପାଦତଳେ ଶରଣ ପଶିଲେ। ତାଙ୍କର ଭକ୍ତି ଦେଖି ଶ୍ରୀକୃଷ୍ଣ ନିଜର ପ୍ରକୃତ ରୂପରେ ପ୍ରକଟ ହେଲେ। ଓଡ଼ିଶାର ପାରମ୍ପରିକ ଗଞ୍ଜବା ଖେଳରେ ନବଗୁଞ୍ଜରଙ୍କ ଚିତ୍ର ବ୍ୟବହୃତ ହୁଏ। ପୁରୀ ଓ ରଘୁରାଜପୁରର ପଟ୍ଟଚିତ୍ର ଶିଳ୍ପରେ ନବଗୁଞ୍ଜରଙ୍କ ଏକ ମୁଖ୍ୟ ବିଷୟବସ୍ତୁ। ପୁରୀ ଶ୍ରୀମନ୍ଦିରର ଶିଖରରେ ଥିବା ନୀଳଚକ୍ରରେ ମଧ୍ୟ ନବଗୁଞ୍ଜରଙ୍କ ପ୍ରତିକୃତି ଦେଖିବାକୁ ମିଳେ। ଏଥିରୁ ଶିକ୍ଷା ମିଳେ, ଯେଉଁଠାରେ ବୁଦ୍ଧି ହାର ମାନେ, ସେଠାରେ ଭକ୍ତି ଓ ବିଶ୍ୱାସ ଦ୍ୱାରା ହିଁ ଭଗବାନଙ୍କୁ ଚିହ୍ନି ହୁଏ।